ଆସିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଭ ଖ୍ରୀଷ୍ଟଙ୍କୁ କରହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ প্রিয় শ্ରୋତା ବନ୍ଧୁ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ସର୍ବଶ୍ରେଷ୍ଠ ନାମରେ ଆପଣଙ୍କୁ ଅଭିବାଦନ। ପବିତ୍ର ବାଇବଲର ଯୌନ ଲିଖିତ ସୁସମାଚାର 13 ଅଧ୍ୟାୟର 2 ପଦରେ ଆମେ ଏପରି ପାଠ କରୁ, ଆଉ ରାତ୍ରି ଭୋଜ ସମୟରେ ଯେତେବେଳେ ଶୟତାନ ସିମୋନର ପୁତ୍ର ଇସ୍କାରିଓତୀୟ ଜିହୁଦାର ହୃଦୟରେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ସଂକଳ୍ପ ଜାତ କରିସାରିଥିଲା। ମନୁଷ୍ୟ ଯେ ପାପୀ ଅଟେ ତାହାର ପାପର ଦୁଷ୍ଟତାକୁ ଇସ୍କାରିଓତୀୟ ଜିହୁଦାର ଚିନ୍ତାରେ ଓ କାର୍ଯ୍ୟରେ ସ୍ପଷ୍ଟ ରୂପେ ଦେଖାଯାଏ। ଜିହୁଦା ଯାଜକମାନଙ୍କ ସହିତ ମିଶି ଯୋଜନା କରିଥିଲା ଯେ 30 ଗୋଟି ରୌପ୍ୟ ମୁଦ୍ରାରେ ସେ ଯୀଶୁଙ୍କୁ ସେମାନଙ୍କର ହସ୍ତରେ ଧରାଇଦେବ। ଶୟତାନ ଜିହୁଦାର ମନରେ ଏହି ଚିନ୍ତା ଦେଲା, ଆଉ ସେ ଏହି ସମୟ ମଧ୍ୟ ସୂଚାଇଲା। ଜିହୁଦା ନିଜକୁ ଶୟତାନର ଅଧୀନସ୍ଥ କରି ତାର ଦାସ ହେଲା। ଆଜି ମଧ୍ୟ ମନୁଷ୍ୟ ଶୟତାନର କାର୍ଯ୍ୟ କରି ପାପ ଓ ଶୟତାନର ବନ୍ଧନରେ ଦାସତ୍ୱରେ ରହେ। ଏହିପରି ଦାସତ୍ୱରୁ ମୁକ୍ତି ଦେବା ନିମନ୍ତେ ପ୍ରଭୁ ଶ୍ରୀଖ୍ରୀଷ୍ଟ ଦେହବନ୍ତ ହେଲେ, ଯେପରି ବଳିଦାନ ହେବେ ଓ ଆପଣା ପାତିତ ରକ୍ତ ଦ୍ୱାରା ବିଶ୍ୱାସକାରୀ ପ୍ରତ୍ୟେକଙ୍କୁ ସେ ପାପର ଦାସତ୍ୱରୁ ମୁକ୍ତ କରିବେ। ଯିଏ କେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ ଗ୍ରହଣ କରେ, ସେ ତାହାଙ୍କଠାରେ ଲାଗି ରହେ ଓ ତା ଉପରେ ଦଣ୍ଡାଜ୍ଞା ଆଉ ରହେ ନାହିଁ। ଶୟତାନର ଦୁଷ୍ଟତା ଓ ପାପର ଦୁଷ୍ଟତାର ପରିଣାମ ମଧ୍ୟ ଆପଣ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ମୁକ୍ତି ପ୍ରାପ୍ତ ହୁଅନ୍ତୁ। ଏହା ଈଶ୍ୱରଙ୍କଠାରେ ଆମର ପ୍ରାର୍ଥନା।